ଆଜି ଆମେ OTET 2026 ପାଇଁ ଓଡ଼ିଆ ପେଡ଼ାଗୋଜିର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ ଏଥିରେ ଆମେ ଡିସ୍କସ୍ କରିବା। ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା କ୍ଲାସ୍। ତ ଦେଖନ୍ତୁ ଫାର୍ଷ୍ଟ କ୍ୱେଶ୍ଚିନ୍ ରହିଛି, ମାତୃଭାଷା ଶିକ୍ଷାଦାନ ପାଇଁ ଶିକ୍ଷକଙ୍କର କେଉଁ ଗୁଣଟି ରହିବା ଦରକାର? ମାତୃଭାଷା ଶିକ୍ଷାଦାନ ପାଇଁ ଶିକ୍ଷକଙ୍କର କେଉଁ ଗୁଣଟି ରହିବା ଦରକାର? ଭାଷା ଜ୍ଞାନ, ନା ବିଷୟ ଜ୍ଞାନ, ନା ଶିକ୍ଷାଦାନ ଅଭିଜ୍ଞତା, ନା ଧୈର୍ଯ୍ୟ? କେଉଁ ଗୁଣଟି ରହିବା ଦରକାର? ମନେ ରଖିବେ, ଧୈର୍ଯ୍ୟ ରହିବା ଦରକାର। ତ ଅପସନ୍ ନମ୍ବର ଡି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ପିଲାମାନଙ୍କୁ ଦଳ ଦଳ କରି ବସାଇ ସେମାନଙ୍କ ଭିତରେ ଆଲୋଚନା କରିବାକୁ ସୁଯୋଗ ଦେଲେ ତ ତାଙ୍କ ଭିତରେ କେଉଁ ଦକ୍ଷତା ବିକାଶ ଘଟେ? କହିବା, ନା ଶୁଣିବା, ନା ପଢ଼ିବା, ନା ସ୍ୱଶିକ୍ଷଣ? କେଉଁ ଦକ୍ଷତା? ମନେ ରଖିବେ, ସ୍ୱଶିକ୍ଷଣର ବିକାଶ ଘଟିବ। ତ ଅପସନ୍ ନମ୍ବର ଡି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ପିଲାମାନଙ୍କୁ ଭାଷା ଶିକ୍ଷା ଦେବାବେଳେ କେଉଁ ପନ୍ଥାଟି ଅନୁକୂଳ ନୁହେଁ? ପିଲାମାନଙ୍କୁ ଭାଷା ଶିକ୍ଷା ଦେବାବେଳେ କେଉଁ ପନ୍ଥାଟି ଆବଶ୍ୟକ ନୁହେଁ? ଗଳ୍ପ କଥନ, ନା ଗୀତ ବୋଲିବା, ନା ମୁଖସ୍ଥୀକରଣ, ନା ବର୍ଣ୍ଣନା କରିବା? କେଉଁ ପନ୍ଥାଟି ଆବଶ୍ୟକ ନୁହେଁ? କେଉଁ ପନ୍ଥାଟି? ମନେ ରଖିବେ, ମୁଖସ୍ଥୀକରଣ। ଏଇଟା କିନ୍ତୁ ଆବଶ୍ୟକ ନୁହେଁ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର, ମୁଖସ୍ଥୀକରଣ। ତ ନେକ୍ସଟ ଦେଖିବା, ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ? ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ? ପିଲାମାନଙ୍କର ଶିକ୍ଷଣରେ ଅଂଶଗ୍ରହଣ, ନା ଶିକ୍ଷକଙ୍କର ଅଂଶଗ୍ରହଣ, ନା ପିଲାମାନଙ୍କର ନିରବତା, ନା ଶ୍ରେଣୀରେ ଶିକ୍ଷାଦାନ? କାହା ଉପରେ ଗୁରୁତ୍ୱ ଦେବେ? ମନେ ରଖିବେ, ପିଲାମାନଙ୍କର ଶିକ୍ଷଣରେ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବେ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ଭାଷା ଶିକ୍ଷଣ ପାଇଁ ଯେଉଁ 4ଟି କୌଶଳ ପ୍ରୟୋଗ କରାଯାଏ ସେଗୁଡ଼ିକ ମଧ୍ୟରେ ସର୍ବପ୍ରଥମ କେଉଁଟା? କହିବା, ନା ଶୁଣିବା, ନା ପଢ଼ିବା, ନା ଲେଖିବା? କେଉଁଟା ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ବି, ଶୁଣିବା, ଶ୍ରବଣ। ମନେ ରଖିବେ, ତ ଭାଷା ଶିକ୍ଷଣ 4ଟି କୌଶଳ ରହିଛି, ଶ୍ରବଣ, କଥନ, ପଠନ, ଲିଖନ। ତ ସର୍ବପ୍ରଥମ ହେଇଯିବ ଶ୍ରବଣ, ଶୁଣିବା, ତାପରେ କହିବା, ତାପରେ ପଢ଼ିବା, ତାପରେ ଲେଖିବା। ତ ଅପସନ୍ ନମ୍ବର ଡି, ଅପସନ୍ ନମ୍ବର ବି, ଶୁଣିବା। ତ ନେକ୍ସଟ ଦେଖିବା, ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ ଉପକରଣ ବ୍ୟବହାର କରିପାରିବେ? ଭାଷା ଶିକ୍ଷଣ ପାଇଁ ଶିକ୍ଷକ କେଉଁ ଉପକରଣ ବ୍ୟବହାର କରିପାରିବେ? ଚକ୍, ନା ଫ୍ଲାସ୍ କାର୍ଡ଼, ନା ଅକ୍ଷର ତାଲିକା, ନା ବ୍ଲାକ୍ ବୋର୍ଡ଼? କେଉଁଟା ରାଇଟ୍ ଆନ୍ସର? ଏ ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ବି, ଫ୍ଲାସ୍ କାର୍ଡ଼। ମନେ ରଖିବେ, ଫ୍ଲାସ୍ କାର୍ଡ଼ ଉପକରଣ ବ୍ୟବହାର କରିପାରିବେ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ସ୍ୱଶିକ୍ଷଣ ପାଇଁ ଶିକ୍ଷକ ଶ୍ରେଣୀଗୃହରେ କି ସୁବିଧା ଦେବେ? ସ୍ୱଶିକ୍ଷଣ ପାଇଁ ଶିକ୍ଷକ ଶ୍ରେଣୀରେ କି ସୁବିଧା ଦେବେ? ବସି ବହି ପଢ଼ିବା, ନା ଖବରକାଗଜ ପଢ଼ିବା, ନା ଚିତ୍ର କରିବା, ନା ଅନ୍ୟ ପିଲାମାନଙ୍କ ସହିତ ମିଶି ଦଳଗତ ଆଲୋଚନା? କେଉଁଟା ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ଡି, ଅନ୍ୟ ପିଲାମାନଙ୍କ ସହିତ ମିଶି ଦଳଗତ ଆଲୋଚନା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ଉଚ୍ଚ ପଠନ କାହାକୁ କୁହାଯାଏ? ଉଚ୍ଚ ପଠନ କାହାକୁ କହିବା? ମନେ ମନେ ପଢ଼ିବା, ନା କିଛି ନ ବୁଝି ଉଚ୍ଚ ପାଟିରେ ପଢ଼ିବା, ନା ବଡ଼ ପାଟିରେ ଅନ୍ୟମାନଙ୍କୁ କହିବା, ନା ବାକ୍ୟ ମଧ୍ୟରେ ଶବ୍ଦ ଗୁଡ଼ିକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରି ବଡ଼ ପାଟିରେ ପଢ଼ିବା? ଉଚ୍ଚ ପଠନ କାହାକୁ କହିବା? କାହାକୁ କୁହାଯାଏ? ମନେ ରଖିବେ, ବାକ୍ୟ ମଧ୍ୟରେ ଶବ୍ଦ ଗୁଡ଼ିକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରି ବଡ଼ ପାଟିରେ ପଢ଼ିବା ତାକୁ ଆମେ କହିବା ଉଚ୍ଚ ପଠନ ବୋଲି କହିବା। ତ ଅପସନ୍ ନମ୍ବର ଡି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ନୀରବ ପଠନ ଭାଷା ଜ୍ଞାନ ବୃଦ୍ଧି ପାଇଁ କାହିଁକି ଆବଶ୍ୟକ? ନୀରବ ପଠନ ଭାଷା ଜ୍ଞାନ ବୃଦ୍ଧି ପାଇଁ କାହିଁକି ଆବଶ୍ୟକ? ଏହା ଅନ୍ୟମାନଙ୍କ କାର୍ଯ୍ୟକୁ ବାଧା ଦିଏ, ନା କମ୍ ସମୟ ମଧ୍ୟରେ ଅର୍ଥବଦ୍ଧ ହୋଇଥାଏ, ନା ଏହା ଶୁଦ୍ଧ ଉଚ୍ଚାରଣ କରିବାରେ ସାହାଯ୍ୟ କରେ, ନା ଏହା ହାତର ମାଂସପେଶୀକୁ ନିୟନ୍ତ୍ରଣ କରେ? ନୀରବ ପଠନ ଭାଷା ଜ୍ଞାନ ବୃଦ୍ଧି ପାଇଁ କାହିଁକି ଆବଶ୍ୟକ? କାହିଁକି ଆବଶ୍ୟକ? ମନେ ରଖିବେ, କମ୍ ସମୟ ମଧ୍ୟରେ ଅର୍ଥବଦ୍ଧ ହୋଇଥାଏ। ତ ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, କେଉଁ ପଠନ ପନ୍ଥାଟି ଆନନ୍ଦଦାୟକ ପନ୍ଥା ନୁହେଁ? କେଉଁ ପଠନ ପନ୍ଥାଟି ଆନନ୍ଦଦାୟକ ନୁହେଁ? ଗଳ୍ପ ମାଧ୍ୟମରେ ପଠନ, ନା ଶୁଦ୍ଧ ମାଧ୍ୟମରେ ପଠନ, ନା ଅକ୍ଷର ଉପରେ ଗୁରୁତ୍ୱ ଦେଇ ପଠନ, ନା ଛବି ମାଧ୍ୟମରେ ପଠନ? କେଉଁଟା ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି,
ଅକ୍ଷର ଉପରେ ଗୁରୁତ୍ୱ ଦେଇ ପଠନ ଏଇଟା କିନ୍ତୁ ଆନନ୍ଦଦାୟକ ପନ୍ଥା ନୁହେଁ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ବର୍ଣ୍ଣନାକ୍ରମିକ ପଦ୍ଧତି କାହାକୁ କୁହାଯାଏ? ବର୍ଣ୍ଣନାକ୍ରମିକ ପଦ୍ଧତି କାହାକୁ କହିବା? ବାକ୍ୟରୁ ଅକ୍ଷର ଚିହ୍ନଟ କରିବା, ନା ଶବ୍ଦରୁ ଅକ୍ଷର ଚିହ୍ନଟ କରିବା, ନା ଛବିରୁ ଶବ୍ଦ ଓ ଶବ୍ଦରୁ ଅକ୍ଷର ଚିହ୍ନଟ କରିବା, ନା ବର୍ଣ୍ଣରୁ ସେହି ବର୍ଣ୍ଣ ଚିହ୍ନଟ କରିବା। ବର୍ଣ୍ଣନାକ୍ରମିକ ପଦ୍ଧତି କାହାକୁ କହିବା? କାହାକୁ କୁହାଯାଏ? ମନେ ରଖିବେ, ବର୍ଣ୍ଣରୁ ସେହି ବର୍ଣ୍ଣ ଚିହ୍ନଟ କରିବା। ବର୍ଣ୍ଣରୁ ସେହି ବର୍ଣ୍ଣ ଚିହ୍ନଟ କରିବା। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଉଚ୍ଚାରଣ ବେଳେ ଆମେ କାହା ଉପରେ ଗୁରୁତ୍ୱ ଦେବା? ଉଚ୍ଚାରଣ ବେଳେ ଆମେ କାହା ଉପରେ ଗୁରୁତ୍ୱ ଦେବା? ଅକ୍ଷରର ଆରମ୍ଭ ଓ ଶେଷ, ନା ଅକ୍ଷରର ଆକାର, ନା ସ୍ପଷ୍ଟ ଉଚ୍ଚାରଣ, ନା ସ୍ପଷ୍ଟ ଲିଖନ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି, ସ୍ପଷ୍ଟ ଉଚ୍ଚାରଣ। ମନେ ରଖିବେ। ତ ନେକ୍ସଟ ଦେଖିବା ନୀରବ ପଠନରେ ପାଠକ କ'ଣ କରିଥାଏ? ନୀରବ ପଠନରେ ପାଠକ କ'ଣ କରିଥାଏ? ଦେଖି ଦେଖି ପଢ଼ିବା, ନା ଉଚ୍ଚାରଣ ନ କରି ମନେ ମନେ ପଢ଼ିବା, ନା ଆଗ ବଡ଼ ପାଟିରେ ପଢ଼ି ପରେ ମନେ ପକାଇବା, ନା ଥରେ ବଡ଼ ପାଟିରେ ପଢ଼ି ପରେ ତା'ର ଅର୍ଥକୁ ବୁଝାଇବା। ନୀରବ ପଠନରେ ପାଠକ କ'ଣ କରିଥାଏ? କ'ଣ କରିଥାଏ? ମନେ ରଖିବେ, ଉଚ୍ଚାରଣ ନ କରି ମନେ ମନେ ପଢ଼ିବା। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ଏଇଟା ହେଉଛି ନୀରବ ପଠନ। ଉଚ୍ଚାରଣ ନ କରି ମନେ ମନେ ପଢ଼ିବା ତ କ'ଣ କହିବା? ନୀରବ ପଠନ ବୋଲି କହିବା। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ନୀରବ ପଠନ କେଉଁଥିପାଇଁ ଆବଶ୍ୟକ? ନୀରବ ପଠନ କ'ଣ ପାଇଁ ଆବଶ୍ୟକ? ଭାବବୋଧ ପାଇଁ, ନା ରସବୋଧ ପାଇଁ, ନା ଅର୍ଥବୋଧ ପାଇଁ, ନା ସୌନ୍ଦର୍ଯ୍ୟବୋଧ ପାଇଁ। ନୀରବ ପଠନ କେଉଁଥିପାଇଁ ଆବଶ୍ୟକ? କ'ଣ ପାଇଁ ଆବଶ୍ୟକ? କ'ଣ ପାଇଁ ଆବଶ୍ୟକ? ମନେ ରଖିବେ, ଅର୍ଥବୋଧ ପାଇଁ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ନୀରବ ପଠନର ଆବଶ୍ୟକତା କେଉଁଠି ଅଧିକ ଦେଖାଯାଇଥାଏ? ନୀରବ ପଠନର ଆବଶ୍ୟକତା କେଉଁଠି ଅଧିକ ଦେଖାଯାଇଥାଏ? ପାଠାଗାରରେ, ନା ଖେଳ ପଡ଼ିଆରେ, ନା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଗୃହରେ, ନା ପ୍ରେକ୍ଷାଳୟରେ। କେଉଁଠାରେ ଅଧିକ ଦେଖାଯାଇଥାଏ ନୀରବ ପଠନର ଆବଶ୍ୟକତା? କେଉଁଠାରେ? କେଉଁଟା ହେବ ରାଇଟ୍ ଆନ୍ସର? ମନେ ରଖିବେ, ପାଠାଗାରରେ ଅଧିକ ଦେଖାଯାଏ। ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କେଉଁ କାରଣଟି ବନାନ ଅଶୁଦ୍ଧିର କାରଣ ହୋଇପାରେ? କେଉଁ କାରଣଟି ବନାନ ଅଶୁଦ୍ଧିର କାରଣ ହୋଇପାରେ? ଭୁଲ ମୁଦ୍ରଣ, ନା ଭୁଲ ଲିଖନ, ନା ବାକ୍ଯନ୍ତ୍ରର ଦୋଷ, ନା ଚକ୍ଷୁ ଭାଗରେ ଦୋଷ। ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି, ବାକ୍ଯନ୍ତ୍ରରେ ଦୋଷ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ତଳ ଶ୍ରେଣୀରେ ବନାନ ଅଶୁଦ୍ଧି ଦୂର ପାଇଁ ଶିକ୍ଷକ କ'ଣ କରିବେ ନାହିଁ? ତଳ ଶ୍ରେଣୀରେ ବନାନ ଅଶୁଦ୍ଧି ଦୂର ପାଇଁ ଶିକ୍ଷକ କ'ଣ କରିବେ ନାହିଁ? ପିଲାଙ୍କୁ ସ୍ନେହ କରିବେ, ନା ପିଲାଙ୍କ ବନାନ ଅଶୁଦ୍ଧି ପାଇଁ ଶାସ୍ତି ଦେବେ, ନା ପିଲାଙ୍କୁ ତାଙ୍କ ଭୁଲଟା ସୁଧାରିବା ପାଇଁ ବାଟ ଦେଖାଇବେ, ନା ପିଲାଙ୍କୁ ନିଜେ ତାଙ୍କ ଭୁଲଟି ବାହାର କରିବାକୁ କହିବେ। ତଳ ଶ୍ରେଣୀରେ ବନାନ ଅଶୁଦ୍ଧି ଦୂର ପାଇଁ ଶିକ୍ଷକ କ'ଣ କରିବେ ନାହିଁ? କ'ଣ କରିବେ ନାହିଁ? ମନେ ରଖିବେ, ପିଲାଙ୍କୁ ତାଙ୍କ ଭୁଲଟା ସୁଧାରିବା ପାଇଁ ବାଟ ଦେଖାଇବେ। ତ ଅପସନ୍ ନମ୍ବର ସି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ଅପସନ୍ ନମ୍ବର ବି, ପିଲାଙ୍କ ବନାନ ଅଶୁଦ୍ଧି ପାଇଁ ଶାସ୍ତି ଦେବେ। ତ ଏଇଟା କରିବେ ନାହିଁ। ମନେ ରଖିବେ, ଅପସନ୍ ନମ୍ବର ବି, ତଳ ଶ୍ରେଣୀରେ ବନାନ ଅଶୁଦ୍ଧି ଦୂର ପାଇଁ ଶିକ୍ଷକ କ'ଣ କରିବେ ନାହିଁ? ନା ପିଲାଙ୍କ ବନାନ ଅଶୁଦ୍ଧି ପାଇଁ ଶାସ୍ତି ଦେବେ ନାହିଁ। ତ ଅପସନ୍ ନମ୍ବର ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ବାରମ୍ବାର ଭୁଲ କରୁଥିବା ଶବ୍ଦ ଗୁଡ଼ିକର ନିରାକରଣ କରିବା ପାଇଁ ଶିକ୍ଷକ କ'ଣ କରିବା ଉଚିତ? ବାରମ୍ବାର ଭୁଲ କରୁଥିବା ଶବ୍ଦ ଗୁଡ଼ିକର ନିରାକରଣ କରିବା ପାଇଁ ଶିକ୍ଷକ କ'ଣ କରିବା ଉଚିତ? ଶବ୍ଦଗୁଡ଼ିକୁ ବାରମ୍ବାର ଦେଖିବା ପାଇଁ ସୁଯୋଗ, ନା ଆନନ୍ଦଦାୟକ ପରିସ୍ଥିତିରେ ଶବ୍ଦଗୁଡ଼ିକୁ ପଠନ ପାଇଁ ସୁଯୋଗ, ନା ଶବ୍ଦଗୁଡ଼ିକୁ ବାରମ୍ବାର ଶୁଣିବା ପାଇଁ ସୁଯୋଗ, ନା ଶବ୍ଦଗୁଡ଼ିକ ଚିତ୍ର ଅଙ୍କନ ପାଇଁ ସୁଯୋଗ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ବି, ଆନନ୍ଦଦାୟକ ପରିସ୍ଥିତିରେ ଶବ୍ଦଗୁଡ଼ିକୁ ପଠନ ପାଇଁ ସୁଯୋଗ। ତ ନେକ୍ସଟ ଦେଖିବା ନିମ୍ନଲିଖିତ କାରଣ ଗୁଡ଼ିକ ମଧ୍ୟରୁ କେଉଁ କାରଣଟି ବନାନ ଅଶୁଦ୍ଧିର କାରଣ ହୋଇପାରେ? ଅଶୁଦ୍ଧିର କାରଣ ହୋଇନପାରେ। ନିମ୍ନଲିଖିତ କାରଣ ଗୁଡ଼ିକ ମଧ୍ୟରୁ କେଉଁ କାରଣଟି ବନାନ ଅଶୁଦ୍ଧିର କାରଣ ହୋଇନପାରେ? ଗୃହ ପରିବେଶର ପ୍ରଭାବ, ନା ବାପା ଓ ମାଆଙ୍କର ମାତ୍ରାଧିକ ସ୍ନେହ, ନା ବାକ୍ଯନ୍ତ୍ରରେ ଅସୁବିଧା, ନା ବେତାର ଓ ଦୂରଦର୍ଶନ ପ୍ରଭାବ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ନମ୍ବର ସି, ବାକ୍ଯନ୍ତ୍ରରେ ଅସୁବିଧା। ତ ନେକ୍ସଟ ଦେଖିବା ଲିଖନ କାହାକୁ କୁହାଯାଏ? ଲିଖନ କାହାକୁ କହିବା? ଅନ୍ୟର ଲେଖାକୁ ଦେଖି ଲେଖିବା, ନା ବହିରୁ ପଢ଼ି ଲେଖିବା,
ନା ଅନ୍ୟମାନେ ବୁଝିପାରିଲା ପରି ଭାଷାରେ ନିଜେ ଲେଖିବା, ନା ଯଥେଷ୍ଟ ସମୟ ନେଇ ଗୋଲ ଗୋଲ କରି ଲେଖିବା। ଲିଖନ କାହାକୁ କହିବା? କାହାକୁ କୁହାଯାଏ? ମନେ ରଖିବେ, ଅନ୍ୟମାନେ ବୁଝିପାରିଲା ପରି ଭାଷାରେ ନିଜେ ଲେଖିବା, ତାକୁ ଆମେ କହିବା ଲିଖନ ବୋଲି କହିବା। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶିଶୁ କ'ଣ କ'ଣ ଲେଖେ? ଶିଶୁ କ'ଣ କ'ଣ ଲେଖେ? କ'ଣ କ'ଣ ଲେଖେ? ଯାହା ଶୁଣିଥିବ, ଯାହା ଦେଖିଥିବ, ଯାହା ଅନୁଭବ କରିଥିବ, ନା କ'ଣ? ଶିଶୁ କ'ଣ କ'ଣ ଲେଖେ? ତ ଉପରୋକ୍ତ ସମସ୍ତ ହେଇଯିବ ରାଇଟ୍ ଆନ୍ସର୍। ଯାହା ଶୁଣିଥିବ, ଦେଖିଥିବ, ଅନୁଭବ କରିଥିବ। ମନେ ରଖିବେ।